बबुल छन यूट्यूब चैनल सहित जोड़ी रहा चैनल को सब्सक्राइब करंतु। आयकर रिफंड 2025 आयकर रिफंड रे विलंब हवा जोगु लोक माने चिंतित हवा कारण हेउछि जे जदि आपण ठीक समय रे आपनक रिटर्न फाइल करिसंती तेबे आपनक शीघ्र रिफंड मिलिबो। आयकर विभाग विलंब रे रिफंड उपरे सुध देइथाय, किंतु जदि आपण विलंब रे आपनकर आईटीआर फाइल करंती तेबे आपनकु संपूर्ण सुध मिलिबो नाही। आयकर फेरस्त विलंब आयकर फेरस्त अनेक लोक चिंतित जे सेमानकर टंका एपर्यंत सेमानक बैंक अकाउंट रे पहुंची नाही। जदि आपण ସେହି ଲୋକଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଯଦି ଆପଣ ବିଳମ୍ବ ହେବା ଆଗରୁ ରିଟର୍ନ ଫାଇଲ୍ କରିଛନ୍ତି ତେବେ ଆପଣ ଶୀଘ୍ର ଆପଣଙ୍କର ଟଙ୍କା ପାଇବେ। ବିଳମ୍ବରେ ରିଫଣ୍ଡ ହେବା ଯୋଗୁଁ କିଛି ଲୋକ ଭାବୁଛନ୍ତି ଯେ ଆୟକର ବିଭାଗ ବିଳମ୍ବରେ ରିଫଣ୍ଡ ଉପରେ ସୁଧ ଦେବ କି ନାହିଁ। ଆସନ୍ତୁ ଜାଣିବା ଆୟକର ବିଭାଗର ନିୟମ କ'ଣ। ଯଦି ଆପଣ ସେପ୍ଟେମ୍ବର 16 ପୂର୍ବରୁ ଆପଣଙ୍କର ଆଇଟିଆର୍ ରିଫଣ୍ଡ ଦାଖଲ କରିଛନ୍ତି ଏବଂ ଆପଣଙ୍କର ରିଫଣ୍ଡ ଏପର୍ଯ୍ୟନ୍ତ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇନାହିଁ ତେବେ ନିରାଶ ହୁଅନ୍ତୁ ନାହିଁ। ବିଳମ୍ବ ରିଫଣ୍ଡ ଉପରେ ଆୟକର ବିଭାଗ ସୁଧ ଦେଇଥାଏ। ଆୟକର ବିଭାଗର ନିୟମ ଅନୁଯାୟୀ କରଦାତାମାନେ ଏପ୍ରିଲ 1ରୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବା ପର୍ଯ୍ୟନ୍ତ ସୁଧ ପାଇଥାନ୍ତି। ତଥାପି ଯଦି ଆପଣ ଆଇଟିଆର୍ ବିଳମ୍ବରେ ଦାଖଲ କରିଛନ୍ତି ତେବେ ଆପଣଙ୍କୁ ଏପ୍ରିଲ 1 ତାରିଖରୁ ସୁଧ ମିଳିବ ନାହିଁ। ଆପଣ ଆପଣଙ୍କର ଆଇଟିଆର୍ ଦାଖଲ କରିଥିବା ତାରିଖରୁ ସୁଧ ପାଇବେ। ଫଳସ୍ୱରୂପ ବିଳମ୍ବରେ ଆଇଟିଆର୍ ଦାଖଲକାରୀମାନେ ସୁଧ ହରାଇ ପାରନ୍ତି। ଏପରି ପରିସ୍ଥିତିରେ ଯଦି ଆପଣଙ୍କର ଆଇଟିଆର୍ ଏପର୍ଯ୍ୟନ୍ତ ପ୍ରାପ୍ତ ହୋଇନାହିଁ ତେବେ ଆୟକର ବିଭାଗ ବିଳମ୍ବରେ ରିଫଣ୍ଡ ଉପରେ ସୁଧ ଦେବ। ତଥାପି ଯଦି ଆପଣ ଆପଣଙ୍କର ଆଇଟିଆର୍ ଦାଖଲ କରିବାରେ ବିଳମ୍ବ କରିଛନ୍ତି ତେବେ ଆପଣଙ୍କୁ ଆପଣଙ୍କର ଆଇଟିଆର୍ ଫାଇଲିଂ ତାରିଖରୁ ସୁଧ ମିଳିବ। ବିଳମ୍ବିତ ରିଫଣ୍ଡ ପାଇଁ ଆୟକର ବିଭାଗ ଆପଣଙ୍କୁ ସୁଧ ଦେବ। ତଥାପି ଯଦି ଆପଣ ଆପଣଙ୍କର ଆଇଟିଆର୍ ଫାଇଲ୍ କରିବାରେ ଭୁଲ କରନ୍ତି ତେବେ ଆପଣଙ୍କର ରିଫଣ୍ଡ ବିଳମ୍ବିତ ହୋଇପାରେ। ଫେରସ୍ତ କାହିଁକି ବିଳମ୍ବିତ ହେଉଛି ଜାଣନ୍ତୁ। ଯଦି ଆଇଟିଆର୍ରେ ଲେଖାଯାଇଥିବା ବ୍ୟାଙ୍କ ବିବରଣୀ ଭୁଲ ଥାଏ କିମ୍ବା ଆଇଏଫ୍ଏସ୍ସି କୋଡ୍ ମେଳ ଖାଉନଥିଲେ ତେବେ ରିଫଣ୍ଡ ବ୍ୟାଙ୍କ ଆକାଉଣ୍ଟରେ ଜମା ହୁଏ ନାହିଁ। ଯଦି ଆଇଟିଆର୍ ଏବଂ ଫର୍ମ 26AS ଟିଡିଏସ୍ ବା ଟ୍ୟାକ୍ସ କ୍ରେଡିଟ୍ ଷ୍ଟେଟମେଣ୍ଟ ଦିଆଯାଇଥିବା ସୂଚନା ମଧ୍ୟରେ କୌଣସି ଭିନ୍ନ ଥାଏ ତେବେ ରିଫଣ୍ଡ ପ୍ରୋସେସ୍ ଅଟକିଯାଏ। ଯେଉଁମାନେ ସଂଶୋଧିତ ଆଇଟିଆର୍ ଦାଖଲ କରିଛନ୍ତି ସେମାନଙ୍କ ପାଇଁ ରିଫଣ୍ଡ ପ୍ରକ୍ରିୟା ସାଧାରଣ ଅପେକ୍ଷା ଅଧିକ ସମୟ ନେଇପାରେ। କିଛି ଆଇଟିଆର୍ ଆୟକର ବିଭାଗ ଦ୍ୱାରା ଯାଞ୍ଚ ପାଇଁ ଚୟନ କରାଯାଏ ଏବଂ ଏପରି କ୍ଷେତ୍ରରେ ରିଫଣ୍ଡ ପ୍ରୋସେସ୍ ଲମ୍ବା ହୋଇଯାଏ। ଯେଉଁମାନେ ଶେଷ ତାରିଖ ପାଖରେ ଆଇଟିଆର୍ ଫାଇଲ୍ କରିଛନ୍ତି ସେମାନଙ୍କର ରିଫଣ୍ଡ ପ୍ରାୟତଃ ବିଳମ୍ବରେ ପ୍ରୋସେସ୍ ହୁଏ।